ଜିସାୟ ଅଧ୍ୟାୟ 15। ମୋଆବ ବିଷୟକ ଭାରୋକ୍ତି। ମୋଆବର ଆର୍ ନଗର ଏକ ରାତ୍ରି ମଧ୍ୟରେ ଉଚ୍ଛିନ୍ନ ଓ ଧ୍ୱଂସିତ ହେଲା। ଏକ ରାତ୍ରି ମଧ୍ୟରେ ମୋଆବର କିର୍ ନଗର ଉଚ୍ଛିନ୍ନ ଓ ଧ୍ୱଂସିତ ହେଲା। ସେ ରୋଦନ କରିବା ପାଇଁ ବୈଥତ୍କୁ ଓ ଦିବନକୁ ଉଚ୍ଚସ୍ଥଳୀକି ଯାଇଅଛି। ନବୋ ଓ ମେଦବାର ବିଷୟରେ ମୋଆବ ହାହାକାର କରୁଅଛି। ସେ ସମସ୍ତଙ୍କର ମସ୍ତକ ମୁଣ୍ଡନ ହୋଇଅଛି, ପ୍ରତ୍ୟେକର ଦାଢ଼ି କଟା ହୋଇଅଛି। ସେମାନଙ୍କର ସବୁ ସଡ଼କରେ ଲୋକମାନେ ଚଟବସ୍ତ୍ର ପିନ୍ଧୁଅଛନ୍ତି। ଆପଣା ଆପଣା ଗୃହର ଛାତ ଉପରେ ଓ ଛକ ସ୍ଥାନମାନରେ ପ୍ରତ୍ୟେକ ଲୋକ ଅତିଶୟ ରୋଦନ କରି ହାହାକାର କରୁଅଛନ୍ତି। ହିସବୋନ ଓ ଇଲିଆଲି କ୍ରନ୍ଦନ କରୁଅଛନ୍ତି। ସେମାନଙ୍କର ରବ ଜହସ ପର୍ଯ୍ୟନ୍ତ ଶୁଣାଯାଉଅଛି। ଏହେତୁ ମୋଆବର ସସଜ ଲୋକେ ଆର୍ତ୍ତନାଦ କରୁଅଛନ୍ତି। ତାହାର ପ୍ରାଣ ତାହା ମଧ୍ୟରେ କମ୍ପିତ ହେଉଅଛି। ଆମ୍ଭର ହୃଦୟ ମୋଆବ ପାଇଁ କ୍ରନ୍ଦନ କରୁଅଛି। ତାହାର କୁଳୀନମାନେ ସୋୟର ପର୍ଯ୍ୟନ୍ତ ଇଗ୍ଲତ ଇଲିସିଆକୁ ପଳାଉଅଛନ୍ତି, କାରଣ ସେମାନେ ରୋଦନ କରୁ କରୁ ଲୁହିତ ଘାଟି ଉପରକୁ ଯାଉଅଛନ୍ତି। ହରନଇମ୍ ବାଟରେ ବିନାଶ ହେତୁ ସେମାନେ ଆର୍ତ୍ତନାଦ କରୁଅଛନ୍ତି, କାରଣ ନମ୍ରିମ୍ର ଜଳସମୂହ ଶୂନ୍ୟ ହେବ। ତୃଣ ଶୁଷ୍କ ହୋଇଅଛି, ନବୀନ ତୃଣର ଅଭାବ ହେଉଅଛି, ହରିଦ ବର୍ଣ୍ଣର କିଛି ହିଁ ନାହିଁ। ଏହେତୁ ସେମାନେ ଆପଣାମାନଙ୍କର ପ୍ରାପ୍ତ ଧନ ଓ ରକ୍ଷିତ ଦ୍ରବ୍ୟ ସବୁ ବାଇଶି ବୃକ୍ଷର ସ୍ରୋତ ନିକଟକୁ ନେଇଯିବେ। କାରଣ ମୋଆବର ଚତୁର୍ଦିଗସ୍ଥ ସୀମାକୁ କ୍ରନ୍ଦନର ଶବ୍ଦ ଯାଇଅଛି। ତହିଁର ହାହାକାର ଇଗ୍ଲୋଇମ୍ ପର୍ଯ୍ୟନ୍ତ ଓ ତହିଁର ହାହାକାର ବେରେଲିମ୍ ପର୍ଯ୍ୟନ୍ତ ଯାଇଅଛି। କାରଣ ଦିମୋନର ଜଳସମୂହ ରକ୍ତମୟ ହୋଇଅଛି। ପୁଣି ଆମ୍ଭେ ଦିମୋନର ଉପରେ ଆହୁରି ଦୁଃଖ ଓ ମୋଆବର ପଳାତକ ଲୋକ ଉପରେ ଓ ଦେଶର ଅବଶିଷ୍ଟାଂଶ ଉପରେ ଗୋଟିଏ ସିଂହ ଆଣିବା।